ଦେଖନ୍ତୁ ପିଏମ୍ କିଷାନ ଯୋଜନାକୁ ନେଇ ଆଉ ଗୋଟିଏ ନୂଆ ଅପଡେଟ୍ ନେଇ ଆସିଛି। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ପିଏମ୍ କିଷାନ ଯୋଜନାର ଯେଉଁ 19ତମ କିସ୍ତିର ଟଙ୍କା ରହିଛି, ଏହି 19ତମ କିସ୍ତିର ଟଙ୍କା ଚାଷୀ ଭାଇମାନେ ଫେବୃଆରୀ 24 ତାରିଖରେ ପାଇପାରିବେ। ଏ ନେଇ ସରକାରଙ୍କ ତରଫରୁ ଅଫିସିଆଲି ଡେଟ୍ ମଧ୍ୟ ଘୋଷଣା କରାଯାଇଛି। ଆପଣମାନେ ଯଦି ଦେଖିବେ ପିଏମ୍ କିଷାନ ଯୋଜନାର ଯେଉଁ ଅଫିସିଆଲି ୱେବସାଇଟ୍ ରହିଛି, ସେହି ଅଫିସିଆଲି ୱେବସାଇଟ୍ରେ ଏ ନେଇ ଅପଡେଟ୍ ମଧ୍ୟ ଏଠି ରହିଛି। ଦେଖନ୍ତୁ ଏଇଠି ଆପଣଙ୍କର ସିଧାସଳଖ ଲେଖା ହେଇଛି ଯେ ପିଏମ୍ କିଷାନ ଯୋଜନାର 19ତମ କିସ୍ତିର ଟଙ୍କା ଯାହାକି ଫେବୃଆରୀ 24 ତାରିଖରେ ମିଳିବ। ଆପଣମାନେ ଯାହାକି ଫେବୃଆରୀ 24 ତାରିଖରେ ପିଏମ୍ କିଷାନ ଯୋଜନାର 19ତମ କିସ୍ତିର ଟଙ୍କା ପାଇପାରିବେ। ଫେବୃଆରୀ 24 ତାରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ କିଷାନ ଯୋଜନାର 19ତମ କିସ୍ତିର ଟଙ୍କା ଆପଣଙ୍କ ଆକାଉଣ୍ଟକୁ ସିଧାସଳଖ ଡିବିଟି ମାଧ୍ୟମରେ ଟ୍ରାନ୍ସଫର କରିବେ। ଏନେଇ ସରକାରଙ୍କ ତରଫରୁ ଗୋଟେ କାର୍ଯ୍ୟକ୍ରମ ମଧ୍ୟ ରହିଛି ବିହାରର ଭାଗଲପୁରରେ। ଏଇଠି ଦେଖନ୍ତୁ ଆପଣଙ୍କର ଅଫିସିଆଲି ଦେଖନ୍ତୁ ଆନାଉନ୍ସମେଣ୍ଟ ମଧ୍ୟ କରାଯାଇଛି। ବିହାରର ଭାଗଲପୁରରେ ଆପଣମାନଙ୍କୁ ଯାହାକି ପିଏମ୍ କିଷାନ ଯୋଜନାର 19ତମ କିସ୍ତିର ଟଙ୍କା ରିମୋଟ୍ ଦବାଇକି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ଆପଣଙ୍କ ଆକାଉଣ୍ଟକୁ ଏହି ଟଙ୍କାଟି ଟ୍ରାନ୍ସଫର କରିବେ। ଦେଖନ୍ତୁ ଫେବୃଆରୀ 24 ତାରିଖରେ ଆପଣଙ୍କ ଆକାଉଣ୍ଟକୁ ତ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରାନ୍ସଫର କରିଦେବେ। ଟ୍ରାନ୍ସଫର କରିସାରିଲା ପରେ ଆପଣଙ୍କ ଆକାଉଣ୍ଟକୁ ପିଏମ୍ କିଷାନ ଯୋଜନା ଅଧୀନରେ 2000 ଟଙ୍କା ମିଳିବ ନା ଆପଣମାନେ 4000 ଟଙ୍କା ପାଇପାରିବେ। ଦେଖନ୍ତୁ କିଛି ହିତାଧିକାରୀଙ୍କୁ 2000 ଟଙ୍କା ମିଳିବ ଏବଂ କିଛି ହିତାଧିକାରୀଙ୍କୁ 4000 ଟଙ୍କା ମିଳିବ। କିଛି ହିତାଧିକାରୀଙ୍କୁ 2000 ଟଙ୍କା ମିଳିବ, ତା ସହିତ କିଛି ହିତାଧିକାରୀଙ୍କୁ 4000 ଟଙ୍କା ମିଳିବ, ତା ସହିତ କିଛି ହିତାଧିକାରୀଙ୍କୁ 6000 ଟଙ୍କା ମିଳିବ। ତେବେ ଆପଣମାନେ ସମସ୍ତେ ଭାବୁଥିବେ ଯେ କେଉଁମାନଙ୍କୁ 4000 ଟଙ୍କା ମିଳିବ, କେଉଁମାନଙ୍କୁ 2000 ଟଙ୍କା ମିଳିବ, କେଉଁମାନଙ୍କୁ 6000 ଟଙ୍କା ମିଳିବ। ଆପଣମାନେ ଏସବୁ କେମିତି ଜାଣିପାରିବେ? ଦେଖନ୍ତୁ ସରକାରଙ୍କ ତରଫରୁ ଗୋଟେ ଆପଣଙ୍କର ପ୍ରୋସେସ୍ ରହିଛି, ଯାହାକି ସରକାରଙ୍କ ତରଫରୁ ପ୍ରୋସେସ୍ ରହିଛି। ସେଇ ପ୍ରୋସେସ୍ରେ ଆପଣମାନେ ଆଗରୁ ମଧ୍ୟ ଜାଣିପାରିବେ ଯେ ଆପଣମାନଙ୍କୁ ସରକାରଙ୍କ ତରଫରୁ କେତେ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଉଛି, ଆପଣମାନେ କେତେ ଟଙ୍କା ପାଇପାରିବେ ପିଏମ୍ କିଷାନ ଯୋଜନାର ଟଙ୍କା ରିଲିଜ୍ କରିବା ପୂର୍ବରୁ, ଯାହାକି ସରକାରଙ୍କ ତରଫରୁ ଗୋଟେ ପ୍ରୋସେସ୍ ରହିଛି। ସେହି ପ୍ରୋସେସ୍ରେ ଆପଣଙ୍କ ଆକାଉଣ୍ଟକୁ ଅଲରେଡ଼ି ଟଙ୍କାଟି ଟ୍ରାନ୍ସଫର ହୋଇଯାଇଥାଏ, ଯାହାକି ଆପଣଙ୍କର ଯେଉଁ ଡିବିଟି ରହିଛି ସେ ଡିବିଟି ଅନୁସାରେ ସରକାରଙ୍କ ତରଫରୁ ଆପଣଙ୍କ ଆକାଉଣ୍ଟକୁ ଟଙ୍କାଟି ଟ୍ରାନ୍ସଫର କରାଯାଇଥାଏ। ଯାହାକି ଆପଣଙ୍କର ଯେଉଁ ଟଙ୍କା ରହିଛି, ଯେତେ ବି ସରକାରଙ୍କ ତରଫରୁ ପିଏମ୍ କିଷାନ ଯୋଜନା ଅଧୀନରେ ଟଙ୍କାଟି ଟ୍ରାନ୍ସଫର କରାଯିବ, ସେହି ଟଙ୍କାଟି ଆପଣଙ୍କ ବ୍ୟାଙ୍କ ଦ୍ୱାରା ଯାହାକି ସ୍ଥଗିତ କରାଯାଇଥାଏ। ଯେତେବେଳେ ବି ସରକାରଙ୍କ ତରଫରୁ ଅଫିସିଆଲି ଘୋଷଣା କରାଯିବ, ଅଫିସିଆଲି ଆପଣଙ୍କର ଲଞ୍ଚ ହେଲା ପରେ ଆପଣଙ୍କ ଆକାଉଣ୍ଟକୁ ଏହି ଟଙ୍କାଟି ଟ୍ରାନ୍ସଫର ହୋଇଥାଏ, ଯାହାକି ଆପଣମାନେ ଏବେ ମଧ୍ୟ ସେଇଟାକୁ ଚେକ୍ କରିକି ଜାଣିପାରିବେ। ଯାହାକି ଆପଣଙ୍କର ଯେଉଁ ମୋବାଇଲ ରହିଛି କିମ୍ବା ଆପଣମାନେ ଯଦି କମ୍ପ୍ୟୁଟର ବ୍ୟବହାର କରୁଛନ୍ତି, ଆପଣମାନେ ନିଜେ ମଧ୍ୟ ତାହା ଚେକ୍ କରିକି ଜାଣିପାରିବେ ଯେ ଆପଣଙ୍କ ଆକାଉଣ୍ଟକୁ କେନ୍ଦ୍ର ସରକାରଙ୍କ ତରଫରୁ ଆକ୍ଚୁଆଲି କେତେ ଟଙ୍କା ପଠାଯାଇଛି। ତେବେ ଆପଣମାନେ ତାହା କେମିତି ଚେକ୍ କରିପାରିବେ, ଚେକ୍ କରିବା ପାଇଁ କ'ଣ ପ୍ରୋସେସ୍ ରହିଛି, ଏହି ଭିଡ଼ିଓ ମାଧ୍ୟମରେ ଆପଣମାନେ ପୁରା ଷ୍ଟେପ୍ ବାଇ ଷ୍ଟେପ୍ ଜାଣିପାରିବେ, ଯାହାକି ଆପଣମାନଙ୍କୁ ମୁଁ ଏହି ଭିଡ଼ିଓ ମାଧ୍ୟମରେ ପୁରା ଷ୍ଟେପ୍ ବାଇ ଷ୍ଟେପ୍ ଜଣାଇଦେବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଯେଉଁମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆପଣମାନଙ୍କୁ ପିଏମ୍ କିଷାନ ଯୋଜନାର 19ତମ କିସ୍ତିର ଯେଉଁ ଟଙ୍କା ରହିଛି, ଏହି 19ତମ କିସ୍ତିରେ ଆପଣମାନଙ୍କୁ କେତେ ଟଙ୍କା ମିଳିବ ତାହା ଚେକ୍ କରିବାକୁ ହେଲେ ଆପଣ କ'ଣ କରିବେ, ଆପଣଙ୍କର ଯେଉଁ ମୋବାଇଲ ରହିଛି, ମୋବାଇଲରେ ଦେଖନ୍ତୁ କ୍ରୋମ୍ ବ୍ରାଉଜରଟିକୁ ଓପନ୍ କରିଦେବେ। ଓପନ୍ କରିଦେଇକି ଏଇଠି ଆପଣ କ'ଣ ଲେଖିଦେବେ, ଡିବିଟି ଷ୍ଟାଟସ୍ ଚେକ୍ ଆପଣ ଲେଖିଦେବେ। ମୁଁ ଯେମିତି ଲେଖିଦେଲି ସେମିତି ଆପଣମାନେ ଲେଖିଦେବେ। ଲେଖିଦେଲା ପରେ ଦେଖନ୍ତୁ ଏଇଠି ଆପଣଙ୍କର ଗୋଟେ ପ୍ରଥମେ ଲିଙ୍କ୍ ଆସିଗଲା। ଏଇଠି ଆପଣଙ୍କର ଦେଖନ୍ତୁ ଉପରେ ଉପରେ ଲେଖା ହେଇଛି ଡିବିଟି ଷ୍ଟାଟସ୍ ଫର୍ ବେନିଫିସିଆରୀ ଆଣ୍ଡ ପେମେଣ୍ଟ ଡିଟେଲ୍। ଏଇଠି ଆପଣଙ୍କର ରହିଛି, ଆପଣ କ'ଣ କରିବେ, ଏଇଠି କ୍ଲିକ୍ କରିଦେବେ। ଏ ଯେଉଁ ଆପଣଙ୍କର ରହିଛି ପ୍ରଥମେ ସେଇଠି ଆପଣ କ୍ଲିକ୍ କରିଦେବେ। ସେଇଠି ଦେଖନ୍ତୁ ଆପଣମାନେ କ୍ଲିକ୍ କରିଦେଲା ପରେ ଆପଣମାନଙ୍କୁ ଆଉ ଗୋଟେ ପେଜ୍କୁ ରିଡାଇରେକ୍ଟ ନେଇଯିବ। ଦେଖନ୍ତୁ ଆପଣମାନଙ୍କୁ ଏଇଠି ଟିକେ ୱେଟ୍ କରିବାକୁ ପଡ଼ିବ। ୱେଟ୍ କଲା ପରେ ଯାହାକି ଆପଣମାନଙ୍କୁ ଆଉ ଗୋଟେ ପେଜ୍କୁ ରିଡାଇରେକ୍ଟ ନେଇଯିବ। ୟାର ଯେଉଁ ଅଫିସିଆଲି ୱେବସାଇଟ୍ ରହିଛି, ସେଇ ଅଫିସିଆଲି ୱେବସାଇଟ୍କୁ ଆପଣଙ୍କୁ ରିଡାଇରେକ୍ଟ ନେଇଯିବ। ଅଫିସିଆଲି ୱେବସାଇଟ୍କୁ ଦେଖନ୍ତୁ ନେଇଗଲା ପରେ ଆପଣ କ'ଣ କରିବେ, ଏଇଠି ଦେଖନ୍ତୁ ଆପଣଙ୍କର କେତେଟା ବକ୍ସ ରହିଛି। ଏହିସବୁ ବକ୍ସଟିକୁ ଆପଣମାନଙ୍କୁ ଯାହାକି ଫିଲ୍ଅପ୍ କରିବାକୁ ପଡ଼ିବ। ପ୍ରଥମେ ଆପଣଙ୍କର କ୍ୟାଟେଗୋରୀ ରହିଛି, ତାପରେ ଆପଣଙ୍କର ଡିବିଟି ଷ୍ଟାଟସ୍ ରହିଛି, ବ୍ୟାଙ୍କ ରହିଛି, ଆପଣଙ୍କର ଏଣ୍ଟର ଆପ୍ଲିକେସନ୍ ଆଇଡ଼ି ରହିଛି। ଏହିସବୁ ଯାହାକି ଆପଣମାନଙ୍କୁ ଯାହାକି ଏଇଠି ଚେକ୍ କରିବାକୁ ପଡ଼ିବ। ପ୍ରଥମେ ଆପଣ କ'ଣ କରିବେ, এই যে আপনার ক্যাটেগরি রয়েছে ক্যাটেগরি আপনার
क्लिक करदे। कैटेगरी क्लिक करदेला बहुत सारा देखो ये आपणकर योजना रही। ये आपड़ कौन करेंगे 2 नंबर आपणकर पीएम किसान योजना रही। आपड़ कौन करेंगे पीएम किसान रे क्लिक करदे। देखो मुझे पीएम किसान रे क्लिक करदेली। क्लिक करदेला ये देखो आपणकर आसीगला डीबीटी टाटस। डीबीटी टाटस रे आपणकर पेमेंट रे ऑलरेडी देखो सिलेक्ट होगला। सिलेक्ट होगला ये देखो आपणकर एंटर एप्लिकेशन आईडी नंबर। आपणकर जो पीएम किसान योजनार जो आपणकर एप्लिकेशन आईडी रही। आप जो टाटस चेक कर से टाटस रे चेक कलापर गोटे आपणकर एप्लिकेशन आईडी थाए जमती आपणकर OR 141392 एमती आपणकर नंबर थाए। से नंबर टी को आपने ये देदेवे। आपणकर से जो टाटस चेक कलापर जो आपणकर नंबर टी रोची से नंबर टी आपण ये देदेवे। ये जो आपणकर एंटर एप्लिकेशन आईडी नंबर रही से आप देदेवे। देदेला देखु ये आपणकर कैप्चा रही। ये जो आपणकर कैप्चा रही कैप्चा टी आप वार्ड वेरिफिकेशन जो लिखाई ये आपणकर गोटे बॉक्स देखु वैकेंसी रही। से बॉक्स रे आप ये जो आपणकर जमती लिखाई ये जो ऊपर आपणकर जो कैप्चा रही ये कैप्चा टी जमती लिखाई आप ठीक से ये लिखिदेवे। देखो लिखिदेला आप कौन करेंगे सर्च रे ये क्लिक करदे। सर्च रे क्लिक करदे। सर्च रे क्लिक करदेला आपणक सामने आउ गोटे पेज जहाँकि ओपन हो। देखो मुझे सब फिलअप करके आपको देखे दूसरी केमती आपणकर पेज टी ओपन हो। आपड़ से सब से आपणकर फिलअप करदेला एमती गोटे पेज आपणक सामने ओपन हो जहाँकि ऊपर आपणकर डिटेल रही जहाँकि आपको मो सिक्यूरीटी पर्पस यहाँ आपको जहाँकि ब्लर कर देछि। देखु आपड़ से सब टी चेक करदे। चेक करदेला से आपणकर ना आपणकर डिटेल रही सहित आपणकर बैंक डिटेल आपणकर रही। देखु ये आपणकर एमाउंट रही मुख्यतः आपणकर रही एमाउंट जगह आपणकर जदि 2000 टंका रही जदि आपणकर 2000 टंका रही ताहले आपने यही किस्त रे 2000 टंका पाई परिबे। जदि आपणकर 4000 टंका रही 4000 टंका केउ मानकर रहिबो जो मानकर आगरु जदि पेंडिंग रही जाइतिला। जदि आपने 18तम किस्त रे टंका पाई नथिबे किंबा आपन 17तम किस्त रे जदि टंका पाई नथिबे ताले आपणकरटा पेंडिंग रही सेति पय आपणकर 2000 टंका किंबा आपणकर 6000 टंका जेते आपणकर पेंडिंग हो जाइछि आपणकर डॉक्यूमेंट किछि सब ठीक ठाक हो गेला परे आपणकर देखंतु ए किस्त रे जाकी सेतिक टंका पाउचंती। जदि आपणकर सब किछि ठीक ठाक रही एवं आपण जदि आगरु टंका पाई आछंती ताले आपणकर 2000 टंका थिबो जेमती आपने यहाँ को चेक करदेला एमाउंट जगह आप देखिए जदि आपणकर जेते टंका थिबो जदि आपणकर 2000 रही 2000 टंका मिलिबो 4000 अच्छी ताहले 4000 टंका पाई परिबे। आपणकर जेते टंका पेंडिंग थिबो आपण सेते टंका पाई परिबे। ता सहित देखंतु आपणकर रिक्वेस्ट डेट रही सहित आपणकर देखंतु वैलिडेशन स्टेटस रही आपणकर ट्रेजरी स्टेटस रही तापर आपणकर जो बैंक टंका रिसीव करुच्ची तारी आपणकर डेट के तारिख रे आपणकर बैंक को टंका आछि आपणकर पेमेंट वर्तमान देखंतु पेंडिंग रही जिते बेले भी सरकार तरफ आपणकर जो माननीय प्रधानमंत्री नरेंद्र मोदी भागलपुर जो आपणकर जो कार्यक्रम रही से कार्यक्रम रिमोट दबाई पठेला बैंक तरफ जहाँकि आपण अकाउंट को यही टंकाटी ट्रांसफर कर तेबे आपण जहाँकि यही प्रोसेस रे आपणकर टाटस टी को प्रथमे चेक कर दिंतु एवं आपणकर टाटस रे वर्तमान पेंडिंग अच्छी ता सहित आपणकर टाटस रे वर्तमान केते टंका रही आपण एथर केते टंका पाउचंती जहाँकि आपणकर ये जो वीडियो देखुचंती ए वीडियो कमेंट बॉक्स रे निश्चय गोटे कमेंट करंतु